भगवान श्रीकृष्ण कहिछन्ति ଯେଉଁମାନେ ଦେବତା ପୂଜା କରନ୍ତି ସେମାନେ ଦେହ ତ୍ୟାଗ ପରେ ଦେବଗଣଙ୍କ ମଧ୍ୟରେ ଜନ୍ମ ଲାଭ କରିବେ। ଯେଉଁମାନେ ଭୂତ ପ୍ରେତ ପୂଜା କରନ୍ତି ସେମାନେ ସେହି ସମାଜରେ ଜନ୍ମ ଲାଭ କରିବେ। ଯେଉଁମାନେ ପିତୃପୁରୁଷଙ୍କୁ ପୂଜା କରନ୍ତି ସେମାନେ ପିତୃପୁରୁଷଙ୍କ ନିକଟକୁ ଯିବେ ଏବଂ ଯେଉଁମାନେ ମୋତେ ପୂଜା କରନ୍ତି ସେମାନେ ମୋ ସହିତ ବାସ କରିବେ। ଅର୍ଥାତ୍ ଯଦି କୌଣସି ବ୍ୟକ୍ତିର ସୂର୍ଯ୍ୟ ଚନ୍ଦ୍ର ବା ଅନ୍ୟ କୌଣସି ଗ୍ରହକୁ ଯିବାର କାମନା ଥାଏ ତେବେ ସେଥି ନିମିତ୍ତ ନିର୍ଦ୍ଦିଷ୍ଟ ହୋଇଥିବା ବୈଦିକ ବିଧି ଅନୁସରଣ କଲେ ସେ ଇପ୍ସିତ ଲକ୍ଷ୍ୟ ସାଧନ କରିପାରିବ। ସାଙ୍ଗମାନେ, ଏହା ପରିଭାଷାନୁସାରେ 10 ପୌର୍ଣ୍ଣମାସୀ ନାମରେ ନାମିତ। ଏସବୁ ବେଦର କର୍ମକାଣ୍ଡ ବିଭାଗରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ବିଭିନ୍ନ ଦେବଲୋକରେ ବାସ କରୁଥିବା ବିଭିନ୍ନ ଦେବତାଙ୍କ ପୂଜା ବିଧି ବର୍ଣ୍ଣନା କରାଯାଇଛି। ସାଙ୍ଗମାନେ, ଠିକ୍ ସେହିପରି ବ୍ୟକ୍ତି ନିର୍ଦ୍ଦିଷ୍ଟ ଯଜ୍ଞାନୁଷ୍ଠାନ କରି ପିତୃଲୋକ ପ୍ରାପ୍ତ ହୋଇପାରେ। ସେହିପରି ବ୍ୟକ୍ତି ମଧ୍ୟ ଅନେକ ଭୂତ ପ୍ରେତ ଲୋକକୁ ଯାଇପାରେ ଏବଂ ଯକ୍ଷ ରକ୍ଷ କିମ୍ବା ପିଶାଚ ହୋଇପାରେ। ପିଶାଚ ପୂଜାକୁ ଡାହାଣୀ ବିଦ୍ୟା କୁହାଯାଏ। ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏ ଡାହାଣୀ ବିଦ୍ୟା ଅଭ୍ୟାସ କରନ୍ତି ଏବଂ ସେମାନେ ଭାବନ୍ତି ଯେ ଏହା ଆଧ୍ୟାତ୍ମିକତା ଅଟେ। ସାଙ୍ଗମାନେ, କିନ୍ତୁ ଏ ସମସ୍ତ କ୍ରିୟା ପୂର୍ଣ୍ଣ ରୂପେ ଭୌତିକ କ୍ରିୟା ଅଟେ। ଠିକ୍ ସେହିପରି ଏକ ଶୁଦ୍ଧ ଭକ୍ତ ଯିଏକି ପରମ ପୁରୁଷ ଭଗବାନଙ୍କର ପୂଜା ହିଁ କରେ ସେ ନିଃସନ୍ଦେହ ଭାବରେ ବୈକୁଣ୍ଠ ଲୋକ ବା କୃଷ୍ଣ ଲୋକ ପ୍ରାପ୍ତ ହୁଏ। ସାଙ୍ଗମାନେ, ଏହି ଶ୍ଲୋକ ସାହାଯ୍ୟରେ ଏହା ଅତି ସହଜରେ ବୁଝାଯାଏ ଯେ ଯଦି ଲୋକ ଦେବତାମାନଙ୍କୁ ପୂଜା କରି ଦେବଲୋକ ପ୍ରାପ୍ତ ହୋଇପାରେ କିମ୍ବା ପିତୃପୁରୁଷଙ୍କୁ ପୂଜା କରି ପିତୃଲୋକ ପ୍ରାପ୍ତ ହୋଇପାରେ କିମ୍ବା ଡାହାଣୀ ବିଦ୍ୟା ଅଭ୍ୟାସ କରି ଭୂତ ଲୋକ ପ୍ରାପ୍ତ ହୋଇପାରେ ତେବେ ଏକ ଶୁଦ୍ଧ ଭକ୍ତ କାହିଁକି ବୈକୁଣ୍ଠ ଲୋକ ବା କୃଷ୍ଣ ଲୋକ ପ୍ରାପ୍ତ ନ ହେବ? ଏହା ଦୁର୍ଭାଗ୍ୟର କଥା ଯେ ଅନେକ ଲୋକ ଏକଥା ଜାଣିନାହାନ୍ତି। ଦିବ୍ୟ କୃଷ୍ଣ ଲୋକ ବା ବିଷ୍ଣୁ ଲୋକ ଯେଉଁଠାରେ କୃଷ୍ଣ ବା ବିଷ୍ଣୁ ବାସ କରନ୍ତି ଏ ସମ୍ବନ୍ଧରେ ଅଧିକାଂଶ ଲୋକଙ୍କର ଜ୍ଞାନ ମଧ୍ୟ ନାହିଁ। ଯେଣୁ ସେମାନେ ଏ ସମ୍ବନ୍ଧରେ କିଛି ଜାଣିନାହାନ୍ତି ତେଣୁ ସେମାନଙ୍କର ଅଧୋପତନ ହୁଏ। ଏପରିକି ମାୟାବାଦୀଗଣ ବ୍ରହ୍ମଜ୍ୟୋତିରୁ ପତିତ ହୁଅନ୍ତି। ତେଣୁ ଏ କୃଷ୍ଣ ଭାବନାମୃତ ଆନ୍ଦୋଳନ ଏହି ଦିବ୍ୟ ଜ୍ଞାନ ସମଗ୍ର ମାନବ ସମାଜକୁ ପରିବେଷଣ କରୁଛି ଏବଂ ଏହି ଶିକ୍ଷା ଦେଉଛି ଯେ କେବଳ ହରେ କୃଷ୍ଣ ମନ୍ତ୍ର ଜପ ବା କୀର୍ତ୍ତନ କଲେ ବ୍ୟକ୍ତି ଏହି ଜୀବନରେ ପୂର୍ଣ୍ଣତା ପ୍ରାପ୍ତ ହୋଇପାରିବ ଏବଂ ଭଗବାନଙ୍କ ପାଖକୁ ଫେରିଯାଇପାରିବ। ସାଙ୍ଗମାନେ, ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯଦି କୌଣସି ବ୍ୟକ୍ତି ପ୍ରେମ ସ୍ନେହ ଶ୍ରଦ୍ଧା ଓ ଭକ୍ତିରେ ମୋତେ ପତ୍ରଟିଏ ଫୁଲଟିଏ ଫଳଟିଏ ବା ପାଣି ମୁନ୍ଦିଏ ଅର୍ପଣ କରେ ତାହାହେଲେ ମୁଁ ତାହା ଗ୍ରହଣ କରେ। ଅର୍ଥାତ୍ ଶାଶ୍ୱତ ଆନନ୍ଦ ଲାଭ କରିବା ପାଇଁ ଏବଂ ଚିରନ୍ତନ ସୁଖମୟ ନିବାସ ପ୍ରାପ୍ତ କରିବା ପାଇଁ ବୁଦ୍ଧିମାନ ବ୍ୟକ୍ତି କୃଷ୍ଣ ଚେତନଶୀଳ ହେବା ଉଚିତ ଏବଂ ନିରନ୍ତର ଭଗବାନଙ୍କର ଦିବ୍ୟ ପ୍ରେମମୟୀ ସେବାରେ ନିୟୋଜିତ ହେବା ଆବଶ୍ୟକ। ସାଙ୍ଗମାନେ, ଏଥିପାଇଁ ବ୍ୟକ୍ତିକୁ କେବଳ ଗୋଟିଏ ମାତ୍ର ଯୋଗ୍ୟତାର ଆବଶ୍ୟକତା ରହିଛି। ତାହା ହେଲା ଭଗବାନଙ୍କର ଜଣେ ଶୁଦ୍ଧ ଭକ୍ତ ହୋଇଯିବା। ଏଥିପାଇଁ ବ୍ୟକ୍ତିର ପରିଚୟ ବା ତାର ନିବାସ ସ୍ଥଳର କୌଣସି ଗୁରୁତ୍ୱ ନଥାଏ। ଏହି ପ୍ରକ୍ରିୟା ଏତେ ସହଜ ଯେ ବ୍ୟକ୍ତି କେବଳ ପ୍ରେମପୂର୍ଣ୍ଣ ଭାବ ନେଇ ଖଣ୍ଡିଏ ପତ୍ର ଟୋପାଏ ଜଳ ବା ଫଳଟିଏ ବା ପୁଷ୍ପଟିଏ ଭଗବାନଙ୍କୁ ଅର୍ପଣ କରିବାର ଅଛି। ସାଙ୍ଗମାନେ, ଏହିପରି ଅର୍ପିତ ଦ୍ରବ୍ୟକୁ ଭଗବାନ ସାଦରରେ ଗ୍ରହଣ କରିଥାନ୍ତି। ତେଣୁ କୃଷ୍ଣ ଚେତନଶୀଳ ହେବା ପାଇଁ କାହାରିକି ବାରଣ କରାଯାଇନପାରେ
କାରଣ ଏହା ଅତ୍ୟନ୍ତ ସରଳ ଏବଂ ସର୍ବଜନ ବିଦିତ। ଏପରି ଏକ ସରଳ ସହଜ ଉପାୟରେ ଜୀବନର ଚରମ ସିଦ୍ଧି ଲାଭ କରିବା, ଶାନ୍ତି ପ୍ରାପ୍ତ ହେବା, ଜ୍ଞାନ ପ୍ରାପ୍ତ ହେବା ଏବଂ ସର୍ବୋପରି କୃଷ୍ଣ ଚେତନଶୀଳ ହେବା ପାଇଁ କିଏ ଅବା ସେହି ନିର୍ବୋଧ ମଣିଷ ଅଛି ଯିଏ ଇଚ୍ଛା ନ କରିବ? ସାଙ୍ଗମାନେ, କୃଷ୍ଣ କେବଳ ପବିତ୍ର ପ୍ରେମମୟୀ ଭକ୍ତି ଆଶା କରନ୍ତି। ତା ବିନା ସେ ଅନ୍ୟ କିଛି ବି ଅପେକ୍ଷା ରଖନ୍ତି ନାହିଁ। ଜଣେ ପବିତ୍ର ଭକ୍ତ ନିକଟରୁ ଭଗବାନ ଶ୍ରୀକୃଷ୍ଣ ଛୋଟ ଫୁଲଟିଏ ମଧ୍ୟ ଗ୍ରହଣ କରିଥାନ୍ତି। ଅପର ପକ୍ଷରେ ଅଭକ୍ତ ନିକଟରୁ କୃଷ୍ଣ କିଛି ବି ଗ୍ରହଣ କରନ୍ତି ନାହିଁ। ସାଙ୍ଗମାନେ, ସେ କାହାରିଠାରୁ କୌଣସି ଦ୍ରବ୍ୟ ଆବଶ୍ୟକ କରନ୍ତି ନାହିଁ, କାରଣ ସେ ସ୍ୱର୍ଣ୍ଣ ସମ୍ପୂର୍ଣ୍ଣ। ତଥାପି ସେ ନିଜର ଭକ୍ତଜନଙ୍କ ହାତରୁ ଭକ୍ତିରେ ଅର୍ପିତ ଦିବ୍ୟମାନ ଗ୍ରହଣ କରନ୍ତି ଏବଂ ପ୍ରତିବଦଳରେ ସେମାନଙ୍କ ଉପରେ ସ୍ନେହ, ପ୍ରେମ ଓ କରୁଣାର ବର୍ଷା କରିଥାନ୍ତି। ସାଙ୍ଗମାନେ, କୃଷ୍ଣ ଚେତନଶୀଳ ହେବା ଜୀବନର ପରମ ସିଦ୍ଧି ଅଟେ। ଏହି ଶ୍ଲୋକରେ ଭକ୍ତି ଶବ୍ଦ 2 ଥର ବ୍ୟବହୃତ ହୋଇଛି। ଏହାର ତାତ୍ପର୍ଯ୍ୟ ହେଲା ଭକ୍ତି ବା ଦିବ୍ୟ ପ୍ରେମମୟ ସେବା ହେଉଛି କୃଷ୍ଣ ପ୍ରାପ୍ତିର ଏକମାତ୍ର ମାଧ୍ୟମ। ତାହା ଏଥିରୁ ସ୍ପଷ୍ଟ ରୂପେ ସୂଚିତ ହେଉଛି ଜଣେ ବ୍ରାହ୍ମଣ, ବିଦ୍ୱାନ, ଧନବାନ ବା ଦାର୍ଶନିକ ଭାବରେ ଭଗବାନଙ୍କୁ କୌଣସି ଦ୍ରବ୍ୟ ସମର୍ପଣ କରିପାରିନଥାଏ। ସାଙ୍ଗମାନେ, ଭକ୍ତି ବିନା ଅନ୍ୟ କିଛି ବି ନୁହଁ ଯାହାଦ୍ୱାରା କାହାଠାରୁ କିଛି ଗ୍ରହଣ କରିବାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ରାଜି କରାଯାଇପାରେ। ଭକ୍ତି ସାଧାରଣ ନୁହେଁ, ଭକ୍ତିର ପ୍ରକ୍ରିୟା ଦିବ୍ୟ ଅଟେ। ପରମ ପୁରୁଷ ଭଗବାନଙ୍କୁ ସେବନ କରିବା ନିମିତ୍ତ ଭକ୍ତି ହିଁ ଏକମାତ୍ର ପ୍ରତ୍ୟକ୍ଷ କ୍ରିୟା ଅଟେ। ସାଙ୍ଗମାନେ, ଏଠାରେ ଭଗବାନ ଶ୍ରୀକୃଷ୍ଣ ଏହି ସତ୍ୟକୁ ଉପସ୍ଥାପିତ କରି କହୁଛନ୍ତି ଯେ ସେ ହେଉଛନ୍ତି ଏକମାତ୍ର ଉପଭୋଗକାରୀ, ଆଦି ପୁରୁଷ ଏବଂ ଯଜ୍ଞରେ ପୂଜା କରିବାର ଏକମାତ୍ର ଦେବତା। ଏହାଦ୍ୱାରା ସେ ପ୍ରକାଶ କରୁଛନ୍ତି ଯେ କେଉଁ ପ୍ରକାର ଯଜ୍ଞ କର୍ମ ତାଙ୍କୁ ଅର୍ପିତ ହେବାକୁ ସେ ଇଚ୍ଛା କରନ୍ତି। ଯଦି କୌଣସି ବ୍ୟକ୍ତି ନିଜେ ବିଶୁଦ୍ଧ ହୋଇ ଜୀବନର ଲକ୍ଷ୍ୟ ସାଧନ ଭଗବାନଙ୍କର ଦିବ୍ୟ ସେବାଧିକାର ଲାଭ କରିବା ନିମିତ୍ତ ଭଗବାନଙ୍କ ଦିବ୍ୟ ସେବାରେ ନିଜକୁ ନିଯୁକ୍ତି କରିବାକୁ ଇଚ୍ଛା କରେ, ତାହାହେଲେ ତାକୁ ଜାଣିବାକୁ ହେବ ଭଗବାନ ତାଠାରୁ କ'ଣ ଚାହୁଁଛନ୍ତି। ସାଙ୍ଗମାନେ, ଯେ କୃଷ୍ଣଙ୍କୁ ଭଲ ପାଏ, କୃଷ୍ଣ ତାଠାରୁ ଯାହା ଚାହିଁବେ ସେ ନିଶ୍ଚୟ କୃଷ୍ଣଙ୍କୁ ତାହା ଦେବ ଏବଂ ଯାହା କୃଷ୍ଣ ଚାହୁଁନାହାନ୍ତି ତାହା ସେ ନିଶ୍ଚୟ ପରିତ୍ୟାଗ କରିବ। ଏଣୁ ମାଂସ, ମାଛ ଏବଂ ଅଣ୍ଡା କୃଷ୍ଣଙ୍କୁ ଅର୍ପଣ କରାଯିବା ଉଚିତ ନୁହେଁ। ଏସବୁ ପଦାର୍ଥ ଯଦି ତାଙ୍କୁ ଅର୍ପିତ ହେବାକୁ ସେ ଇଚ୍ଛା କରିଥାନ୍ତେ ତାହାହେଲେ ସେ କଥା କହିଥାନ୍ତେ, କିନ୍ତୁ ଏହା ପରିବର୍ତ୍ତେ ସେ ପରିଷ୍କାର ଭାବରେ ଅନୁରୋଧ କରୁଛନ୍ତି ଯେ ଏକ ପତ୍ର, ଫଳ, ଫୁଲ କିମ୍ବା ପାଣି ମୁନ୍ଦିଏ ତାଙ୍କୁ ଦିଅ, ମୁଁ ଏହାକୁ ଗ୍ରହଣ କରିବି। ତେଣୁ ସାଙ୍ଗମାନେ, ଆମର ବୁଝିଯିବା ଉଚିତ ଯେ ସେ ମାଂସ, ମାଛ ଏବଂ ଅଣ୍ଡା ଗ୍ରହଣ କରିବେ ନାହିଁ। ଶସ୍ୟ, ଫଳ, ଦୁଗ୍ଧ ଏବଂ ଜଳ ମାନବ ନିମିତ୍ତ ଉପଯୁକ୍ତ ଖାଦ୍ୟ ଏବଂ ଭଗବାନ ଶ୍ରୀକୃଷ୍ଣ ନିଜେ ଏହା ସ୍ୱୀକାର କରିଛନ୍ତି ବା ନିର୍ଦ୍ଦିଷ୍ଟ କରି ଦେଇଛନ୍ତି। ଏହା ଛଡ଼ା ଆଉ ଯାହା ଆମେ ଖାଉ ତାହା ତାଙ୍କୁ ଅର୍ପଣ କରାଯାଇପାରିବ ନାହିଁ, କାରଣ ସେ ତାହା ଗ୍ରହଣ କରିବେ ନାହିଁ। ଏଣୁ ଆମେ ଯଦି ସେ ଚାହୁଁନଥିବା ଏ ପ୍ରକାର ଖାଦ୍ୟ ତାଙ୍କୁ ଅର୍ପଣ କରିବା ତାହାହେଲେ ତାଙ୍କର ଦିବ୍ୟ ସେବା କରିପାରିବା ନାହିଁ ବା ସେ ସ୍ତରରେ କାର୍ଯ୍ୟ କରିପାରିବା ନାହିଁ। ସାଙ୍ଗମାନେ, ଯଦି ଆପଣମାନଙ୍କ ଘରେ ଭଗବଦ୍ ଗୀତା ଅଛି ତେବେ ଭଗବଦ୍ ଗୀତାର 3ୟ ଅଧ୍ୟାୟ 13 ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯଜ୍ଞ କର୍ମ ଅନୁଷ୍ଠାନ ପରେ ଯାହା ଅବଶିଷ୍ଟ ରହେ ତାହା ବିଶୁଦ୍ଧ ଅଟେ
ଏବଂ ଯେଉଁମାନେ ଜୀବନରେ ଆଧ୍ୟାତ୍ମିକ ଅଗ୍ରଗତି ଚାହାନ୍ତି ଏବଂ ଭୌତିକ ବନ୍ଧନରୁ ମୁକ୍ତ ହେବାକୁ ଚାହାନ୍ତି ସେମାନଙ୍କ ପାଇଁ ତାହା ଉପଯୁକ୍ତ ଖାଦ୍ୟ ଅଟେ। ସାଙ୍ଗମାନେ, ସେହି ଶ୍ଲୋକରେ ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ଖାଦ୍ୟ ପ୍ରସ୍ତୁତ କରି ତାଙ୍କୁ ବା ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ ନ କରି ନିଜେ ନିଜେ ଗ୍ରହଣ କରନ୍ତି ସେମାନେ କେବଳ ପାପ ହିଁ ଭକ୍ଷଣ କରନ୍ତି। ଅନ୍ୟ କଥାରେ ଏହା କୁହାଯାଇପାରେ ଯେ ସେମାନେ ଯେତେ ଥର ସେ ଖାଦ୍ୟ ଗ୍ରହଣ କରିବେ ସେମାନେ ସେତେ ଅଧିକ କେବଳ ଭୌତିକ ପ୍ରକୃତିର ଅଧୀନ ହେବେ। କିନ୍ତୁ ସୁନ୍ଦର ଏବଂ ସରଳ ସାତ୍ତ୍ୱିକ ଖାଦ୍ୟ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କ ଛବି ବା ଶ୍ରୀ ବିଗ୍ରହ ସମକ୍ଷରେ ତାହା ରଖି କୃଷ୍ଣଙ୍କୁ ଅର୍ପଣ କଲେ ଏହା ବିନୀତ ପ୍ରଣାମ କରି ଏ ପ୍ରସାଦ ଗ୍ରହଣ କରିବା ନିମିତ୍ତ ପ୍ରାର୍ଥନା କଲେ ବ୍ୟକ୍ତି ଜୀବନରେ ଆଧ୍ୟାତ୍ମିକ ମାର୍ଗରେ ଉନ୍ନତି କରିବାକୁ ସକ୍ଷମ ହୁଏ। ସାଙ୍ଗମାନେ, ଏ ପ୍ରକାର କୃଷ୍ଣଙ୍କୁ ଅର୍ପିତ ଖାଦ୍ୟ ବ୍ୟକ୍ତି ଗ୍ରହଣ କଲେ ତାର ଶରୀର ବିଶୁଦ୍ଧ ହୁଏ ଏବଂ ମସ୍ତିଷ୍କରେ ସୂକ୍ଷ୍ମ କୋଷ ସୃଷ୍ଟି ହୁଏ, ଯାହା ଫଳରେ ସେ ବିଶୁଦ୍ଧ ଚିନ୍ତା କରିପାରେ। ସର୍ବୋପରି ପ୍ରେମରେ ବା ସ୍ନେହରେ ବା ଶ୍ରଦ୍ଧାରେ ଶ୍ରୀକୃଷ୍ଣଙ୍କୁ ଖାଦ୍ୟ ଅର୍ପଣ କରାଯିବା ଉଚିତ। ସାଙ୍ଗମାନେ, ଶ୍ରୀକୃଷ୍ଣ କୌଣସି ଖାଦ୍ୟ ଆବଶ୍ୟକ କରନ୍ତି ନାହିଁ, କାରଣ ଯାହା କିଛି ଦରକାର ତାଙ୍କ ନିକଟରେ ସବୁ କିଛି ଅଛି। ତଥାପି ଯେ ଖାଦ୍ୟ ଅର୍ପଣ କରି ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରେ ଭଗବାନ ତାର ସେ ଖାଦ୍ୟକୁ ଗ୍ରହଣ କରନ୍ତି। ଖାଦ୍ୟ ପ୍ରସ୍ତୁତ, ଖାଦ୍ୟ ଅର୍ପଣ ଓ ଖାଦ୍ୟ ବିତରଣର ମୁଖ୍ୟ ବିଷୟ ହେଲା କୃଷ୍ଣ ପ୍ରେମରେ ଉଦ୍ବୁଦ୍ଧ ହୋଇ କାର୍ଯ୍ୟ କରିବା। ସାଙ୍ଗମାନେ, ଯେଉଁ ମାୟାବାଦୀ ଦାର୍ଶନିକ ଗଣ ଭାବନ୍ତି ଯେ ପରମ ସତ୍ୟ ସ୍ୱରୂପ ଭଗବାନ ଇନ୍ଦ୍ରିୟ ବିହୀନ ଅଟନ୍ତି ସେମାନେ ଭଗବଦ୍ ଗୀତାର ଏ ଶ୍ଲୋକକୁ ହୃଦୟଙ୍ଗମ କରିପାରିବେ ନାହିଁ। ସେମାନଙ୍କ ପାଇଁ ଏହା ଏକ ରୂପକ ଅଟେ କିମ୍ବା ଗୀତାର ବକ୍ତା ଭଗବାନ ଶ୍ରୀକୃଷ୍ଣଙ୍କର ସାଂସାରିକ ସ୍ୱଭାବର ଏକ ପ୍ରମାଣ ଅଟେ। କିନ୍ତୁ ବାସ୍ତବରେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଇନ୍ଦ୍ରିୟମାନ ଅଛି ଏବଂ କଥିତ ହୁଏ ଯେ ତାଙ୍କର ଇନ୍ଦ୍ରିୟଗଣ ପରସ୍ପର ବିନିମୟଶୀଳ ଅଟନ୍ତି। ଅର୍ଥାତ୍ ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ତାଙ୍କର ଗୋଟିଏ ଇନ୍ଦ୍ରିୟ ଅନ୍ୟ ଇନ୍ଦ୍ରିୟର କାର୍ଯ୍ୟ କରିପାରେ। ଏଇଥିରୁ ବୁଝାଯାଏ ଯେ ଶ୍ରୀକୃଷ୍ଣ ପରମ ସତ୍ୟ ଅଟନ୍ତି। ସାଙ୍ଗମାନେ, ସେ ଯଦି ଇନ୍ଦ୍ରିୟ ବିହୀନ ହୋଇଥାନ୍ତେ ବା ନିରାକାର ହୋଇଥାନ୍ତେ ତାହାହେଲେ ସେ ଯେ ସମସ୍ତ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ଏହା ବିବେଚିତ ହୋଇପାରନ୍ତା ନାହିଁ। ଯଦି ଆପଣମାନଙ୍କ ଘରେ ଭଗବତ୍ ଗୀତା ଅଛି ତେବେ ସପ୍ତମ ଅଧ୍ୟାୟରେ ଶ୍ରୀକୃଷ୍ଣ କହିଛନ୍ତି ସେ ଭୂତ ପ୍ରକୃତିର ଗର୍ଭ ମଧ୍ୟରେ ଜୀବ ସଞ୍ଚାର କରନ୍ତି। କେବଳ ଭୂତ ପ୍ରକୃତି ଉପରେ କଟାକ୍ଷପାତ କରି ସେ ଏହା କରନ୍ତି। ଏଣୁ ଏଥିରୁ ଅନୁମାନ କରାଯାଇପାରେ ଯେ କୃଷ୍ଣ ଯେତେବେଳେ ଭକ୍ତର ଖାଦ୍ୟ ଅର୍ପଣ ସମୟରେ ପ୍ରେମ ବା ସଦାପୂର୍ଣ୍ଣ ବାଣୀ ଶ୍ରବଣ କରନ୍ତି ସେତେବେଳେ ତାଙ୍କର ସେ ଶ୍ରବଣ ହିଁ ପ୍ରକୃତରେ ଭୋଜନ ଓ ସ୍ୱାଦ ଗ୍ରହଣ ସଙ୍ଗେ ସମାନ। ସାଙ୍ଗମାନେ, ଏହା ଅତ୍ୟନ୍ତ ଦୃଢ଼ତା ସହକାରେ କୁହାଯିବା ଉଚିତ କାରଣ ତାଙ୍କର ପରମ ସ୍ଥିତି ହେତୁ ତାଙ୍କର ଶ୍ରବଣ ହିଁ ସମ୍ପୂର୍ଣ୍ଣ ରୂପେ ଭୋଜନ ଓ ସ୍ୱାଦ ଗ୍ରହଣ ସଙ୍ଗେ ସମାନ। ଶ୍ରୀକୃଷ୍ଣ ନିଜକୁ ଯେପରି ଭାବରେ ବର୍ଣ୍ଣନା କରିଛନ୍ତି ଯେଉଁ ଭକ୍ତ ତାଙ୍କୁ ସେହି ପ୍ରକାରେ ଗ୍ରହଣ କରେ ଅନ୍ୟ କୌଣସି ପ୍ରକାର ବ୍ୟାଖ୍ୟା ସେଥିରେ ଯୋଡ଼େ ନାହିଁ। ସେହି ବୁଝିପାରେ ଯେ ପରମ ସତ୍ୟ ସ୍ୱରୂପ ଭଗବାନ ଖାଦ୍ୟ ଗ୍ରହଣ କରିପାରନ୍ତି ଏବଂ ଉପଭୋଗ ମଧ୍ୟ କରିପାରନ୍ତି।